ମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ପ୍ରତିକୂଳ ଶକ୍ତି ଗୁଡ଼ିକର ତୃପ୍ତି ଅର୍ଥରେ ବଳି। ପ୍ରତିକୂଳ ଶକ୍ତି ଗୁଡ଼ିକର ତୃପ୍ତି ଅର୍ଥରେ ବଳି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ର ଚିତ୍ତ ଭାଇ ଚିତ୍ତରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ଚିତ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ପରମ କରୁଣାମୟୀ ଦିବ୍ୟଜନନୀ ଶ୍ରୀମା ଏବଂ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଶ୍ରୀପାଦ ପଦ୍ମରେ ଅଶେଷ ପ୍ରଣତି। ଆଜିର ଏହି ଅନଲାଇନ ଶ୍ରୀ ଅରବିନ୍ଦ ପାଠଚକ୍ରରେ ଯୋଗଦାନ କରୁଥିବା ସମସ୍ତ ମାତୃପ୍ରେମୀ ବାପା ଭାଇଙ୍କୁ ସାଦର ସପ୍ରେମ ନମସ୍କାର ସହ ପୁନଃ ସ୍ୱାଗତ କରୁଛି। ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରି ଆଜିର ଆଲୋଚ୍ୟ ପ୍ରସଙ୍ଗ ଭିତରକୁ ପ୍ରବେଶ କରିବା। ଆଜି ଆମେ ଏଭଳି ଗୋଟେ ପ୍ରସଙ୍ଗ ଉପରେ ମାଙ୍କ ବାଣୀକୁ ଆଧାର କରି କିଛି ଆଲୋଚନା କରିବା ଯାହାକି ଅତ୍ୟନ୍ତ ପ୍ରାସଙ୍ଗିକ, ଆମର ସାଧାରଣ ଜୀବନର ଅନୁଭୂତି ସହିତ ଜଡ଼ିତ ଏବଂ ନିଶ୍ଚିତ ଭାବରେ ଆମ ମନରୁ ଅନେକ ଭ୍ରାନ୍ତ ଧାରଣା ବା କୁସଂସ୍କାର ଦୂର କରିଦେବା ନିମନ୍ତେ ଉଦ୍ଦିଷ୍ଟ। ପ୍ରସଙ୍ଗଟି ହେଉଛି ବଳି ପ୍ରଥା। ଏ ବିଷୟରେ ସାଧକମାନେ ମାଙ୍କୁ ଥରେ ପ୍ରଶ୍ନ କରିଥିଲେ ଯେ ଅନେକ ଲୋକ ଏପରି ଥାନ୍ତି ଯୋଉମାନେ କି ପ୍ରତିକୂଳ ଶକ୍ତି ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ପ୍ରତିକୂଳ ଶକ୍ତି ମାନଙ୍କର ପ୍ରୀତ୍ୟର୍ଥେ ବଳି ଦେଇଥାନ୍ତି। ବଳି କହିଲେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଇତ୍ୟାଦି ବଳି ଦେବା, କୌଣସି ନିର୍ଦ୍ଦିଷ୍ଟ ମନ୍ଦିର ବା ପୂଜା ପୀଠରେ ପଶୁମାନଙ୍କୁ, ନିରୀହ ପଶୁ ବା ପକ୍ଷୀ ମାନଙ୍କୁ ସଂହାର କରି ସେହି ପୀଠସ୍ଥିତ ଦେବତା ବା ଦେବୀ ବା ଯେକୌଣସି ସତ୍ତା ତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ। ଏହାକୁ ବଳି କୁହାଯାଏ। ଏଇଟା ପ୍ରକୃତରେ କଣ ଏବଂ ଏଇ ଯେଉଁ ବଳି ବା ଉତ୍ସର୍ଗଟି କରାଯାଏ ସେଟା ପ୍ରକୃତରେ କିଏ ଗ୍ରହଣ କରନ୍ତି? ଭଗବାନ ଗ୍ରହଣ କରନ୍ତି ନା ଆଉ କେହି? ଏ ବିଷୟରେ ସାଧକମାନଙ୍କର ପ୍ରଶ୍ନର ଉତ୍ତରରେ ମା ସୁନ୍ଦର ଭାବରେ ବିଷୟବସ୍ତୁଟିକୁ ବୁଝେଇଛନ୍ତି, ସ୍ପଷ୍ଟ କରିଛନ୍ତି। ଆମେ ତାହା ଅଧ୍ୟୟନ କରିବା ଏବଂ ତତ୍ସହିତ ଆହୁରି ଅନେକ ଦୃଷ୍ଟାନ୍ତ ମଧ୍ୟ ନେବା ମାଙ୍କର ବିଭିନ୍ନ ଜାଗାରେ ପ୍ରଦତ୍ତ ବାଣୀକୁ ଆଧାର କରି। ଏହି ବଳି ପ୍ରଥାଟି ପ୍ରକୃତରେ କଣ, ଏହାର ଉତ୍ସ କଣ, କାହିଁକି ଏଇଟା ସୃଷ୍ଟି ହେଲା ଏବଂ ଏହାର ପରିଣାମ ପ୍ରକୃତରେ କଣ ହୁଏ, ଶୁଭଙ୍କର ନା ଅଶୁଭଙ୍କର? ଏ ବିଷୟରେ ଆମେ ମାଙ୍କର ବାଣୀକୁ ଆଧାର କରି ଆଲୋଚନା କରିବା। ଆମେ ତ ଜାଣିଲେ ବଳି ହେଉଛି, ବଳିର ଆକ୍ଷରିକ ଅର୍ଥ ହେଉଛି ଉତ୍ସର୍ଗ। ଯେଉଁ ପ୍ରଥାଟି ଆମର ରହିଛି ଭାରତୀୟ ସମାଜରେ, କୌଣସି ପୀଠାସୀନ ଅତିଭୌତିକ ସତ୍ତା, ସେ ଦେବତା ହୁଅନ୍ତୁ, ଦେବୀ ହୁଅନ୍ତୁ ବା ଅନ୍ୟ କେହି, ସେଟା ତ ସାଧାରଣ ମଣିଷ ଜାଣିବାର ଅବକାଶ ନାହିଁ। ତାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଯେଉଁ ପଶୁ ବା ପକ୍ଷୀଙ୍କର ସଂହାର କରାଯାଏ ଏବଂ ତାଙ୍କର ସେଇ ପ୍ରାଣସତ୍ତାଟିକୁ ସେ ପୀଠାସୀନ ସତ୍ତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ, ତାକୁ ଆମେ ବଳି କହୁ। ମାଙ୍କ ଭାଷାରେ ଏଇଟା ଗୋଟେ ଅତି କୁତ୍ସିତ ଏବଂ ଚେତନା ବିରହିତ ପ୍ରଥା।
ଅତି ଘୃଣ୍ୟ ଏବଂ ଗୋଟେ ଅଚେତନର କାର୍ଯ୍ୟ ଏଇଟା। ନିଶ୍ଚିତ ଭାବେ ଅତି ଅଜ୍ଞାନଚ୍ଛନ୍ନ ଚେତନାର କାର୍ଯ୍ୟ ବୋଲି ମା କହୁଛନ୍ତି। ଚେତନା ବିରହିତ ଯଜ୍ଞ ବୋଲି ପୁଣି କହୁଛନ୍ତି। କାରଣ ବଳି ହଉଛି ଯଜ୍ଞର ଗୋଟେ ପ୍ରକ୍ରିୟା। ଯଜ୍ଞ କହିଲେ ଇଂରାଜୀରେ ତାକୁ ସାକ୍ରିଫାଇସ୍ କୁହାଯାଏ। ସାକ୍ରିଫାଇସ୍ ର ଦୁଇଟି ଅର୍ଥ ଅଛି, ଗୋଟେ ଯଜ୍ଞ, ଗୋଟେ ବଳି, ଗୋଟେ ତ୍ୟାଗ। ପ୍ରକୃତରେ এই ତିନୋଟି ଶବ୍ଦ ସମାର୍ଥବାଚକ। ଆମେ ଯେତେବେଳେ ଯଜ୍ଞରେ ଅଗ୍ନିକୁଣ୍ଡରେ କିଛି ଆହୁତି ଦଉ, ସେତେବେଳେ ସେଟା ସେଇ ଯଜ୍ଞାଗ୍ନି ବା ଯଜ୍ଞେଶ୍ୱର ଭଗବାନଙ୍କୁ ତାହା ଅର୍ପଣ କରୁ। ଆମ ଭିତରର ଦୁର୍ଗୁଣ ମାନଙ୍କୁ ଏବଂ ପରିଶେଷରେ ସୁଗୁଣ ମାନଙ୍କୁ ମଧ୍ୟ ଭଗବାନଙ୍କୁ ଅର୍ପଣ କରିବା ପାଇଁ ଆମକୁ କୁହାଯାଏ। ତେଣୁ ନିଜେ ଯାହା ଏବଂ ନିଜର ଯାହା କିଛି ଅଛି ସବୁକୁ ଆମେ ତ୍ୟାଗ ମାଧ୍ୟମରେ ଭଗବାନଙ୍କୁ ଅର୍ପଣ କରୁ। ଯିଏକି ପରମ ଭୋକ୍ତା, ସେ ହେଉଛନ୍ତି ସେ ଯଜ୍ଞାଗ୍ନି, ଯଜ୍ଞର ଅଧୀଶ୍ୱର। ତାଙ୍କ ଉଦ୍ଦେଶ୍ୟରେ ଆମେ ସେଟା ସମର୍ପଣ କରୁ ଏବଂ ତ୍ୟାଗ ମାଧ୍ୟମରେ କରୁ। ତେଣୁ ତ୍ୟାଗ ଆଉ ସମର୍ପଣ ଏଇଟା ସେ ଗୋଟିଏ ପ୍ରକ୍ରିୟାର ଦୁଇଟି ଦିଗ ଏବଂ ବଳିର ଅର୍ଥ ମଧ୍ୟ ସେଇ ତ୍ୟାଗ। କିନ୍ତୁ ଏଟା ଅତି ଅଜ୍ଞାନଚ୍ଛନ୍ନ ପ୍ରକ୍ରିୟା ଏଥିପାଇଁ କୁହାଯାଏ ଯେ ପ୍ରକୃତରେ ଆମକୁ କଣ ତ୍ୟାଗ କରିବାକୁ କୁହାଯାଇଛି ଏବଂ ଆମେ କରୁଛୁ କଣ। ଏଟା କେମିତି ବିକୃତ ହେଇଛି ଦେଖନ୍ତୁ। ଏହାର ମୂଳ ସତ୍ୟଟି ବା ଚେତନାଗତ ପ୍ରକ୍ରିୟାଟି ହେଲା ଯେ ଆମ ଚେତନା ଭିତରେ ଲୁଚି ରହିଛି ଅନେକ ପଶୁତ୍ୱ। ବରଂ ଆମର ଚେତନାକୁ ପଶୁତ୍ୱର ଗୋଟେ ପୁଞ୍ଜୀଭୂତ ସମାହାର କୁହାଯାଇପାରେ। କେବଳ ମନର କାର୍ଯ୍ୟଟିକୁ ଛାଡ଼ିଦେଲେ ଆମର ଚେତନା ଗୋଟାପଣେ ପାଶବିକ। ସେଥିପାଇଁ ତ ମା କହନ୍ତି man is a thinking and a speaking animal। ମନର ବୁଦ୍ଧି ଖଟେଇ କିଛି ଚିନ୍ତା କରିବା, କିଛି ପରିକଳ୍ପନା କରିବା, ସ୍ମୃତି ବିସ୍ମୃତି ଇତ୍ୟାଦି କିଛି ମାନସିକ ପ୍ରକ୍ରିୟା, ଚିନ୍ତା, ତର୍କ ଇତ୍ୟାଦି ପ୍ରକ୍ରିୟାକୁ ଛାଡ଼ିଦେଲେ ଆମେ ଯାହା ସବୁ ଆଚରଣ କରୁ ପ୍ରାଣ ସ୍ତରରେ ଏବଂ ଶରୀର ସ୍ତରରେ ଏଟା ପଶୁ ସୁଲଭ ହେଇଥାଏ। ମାନେ ପ୍ରାଣିକ ଏବଂ ଶାରୀରିକ ସ୍ତରରେ ଆମର ଚେତନା ପଶୁଠାରୁ ବେଶୀ ଉନ୍ନତ ନୁହେଁ, ବେଶୀ ପାର୍ଥକ୍ୟ ନାହିଁ। ଆମେ ମଧ୍ୟ ସେଇ ଆବେଗ ପ୍ରବେଗ ପରିଚାଳିତ ହେଇଥାଉ, ପ୍ରବୃତ୍ତି ଦ୍ୱାରା ପରିଚାଳିତ ହେଇଥାଉ। ପଶୁମାନଙ୍କ ଭଳି ଖାଦ୍ୟପେୟ ଉପରେ ନିର୍ଭର କରୁ, ପ୍ରଜନନ କ୍ରିୟାରେ ଲିପ୍ତ ରହୁ ଏବଂ ସେ ପଶୁମାନଙ୍କ ଭଳି କିଛି ବଂଶବୃଦ୍ଧି କରି ପରିଶେଷରେ ଧରାପୃଷ୍ଠରୁ ବିଦାୟ ନେଉ। କେବଳ ମନମୟ ସତ୍ତାଟି ଆମ ଭିତରେ ଆମକୁ ପଶୁ ଜଗତରୁ ପୃଥକ କରେ, ଆମକୁ ଗୋଟେ ଉଚ୍ଚତର ସ୍ଥାନ ଦିଏ, କିଛି ଗଠନମୂଳକ କାର୍ଯ୍ୟ ଆମ ଦ୍ୱାରା କରାଏ, ବିବର୍ତ୍ତନରେ ଟିକେ ଅଧିକ ସାହାଯ୍ୟ କରେ। ସେଥିପାଇଁ ମଣିଷ ଚେତନାର ବିବର୍ତ୍ତନ ଦ୍ରୁତ ଗତିରେ ହେଇଥାଏ। ପଶୁ ଚେତନାର ବିବର୍ତ୍ତନ ଅତି ମନ୍ଥର। କାରଣ ନିଜର ଚେତନାକୁ ବିବର୍ତ୍ତିତ କରିବାର ଆବଶ୍ୟକ ସଂକଳ୍ପଟି ମଧ୍ୟ ତା ଭିତରେ ଯଥେଷ୍ଟ ବିକଶିତ ହେଇନଥାଏ। ସେ ଚିରାଚରିତ ଭାବରେ ସେ ସମାନ କାର୍ଯ୍ୟଟିକୁ ବାରମ୍ବାର ପୁନରାବୃତ୍ତି କରି ଚାଲୁଥାଏ। କିନ୍ତୁ ମଣିଷ ଚାହେଁ ପ୍ରଗତି। ଯେଉଁ ଅବସ୍ଥାରେ ବି ସେ ଥାଉ ନା କାହିଁକି ସେଥିରେ ସନ୍ତୁଷ୍ଟ ନୁହେଁ। କାରଣ ତାର ମନ ଅଛି, ତାର ବୁଦ୍ଧି ଅଛି,
ସେ ଜାଣିପାରୁଛି ସେ ଚିରାଚରିତ ଗତାନୁଗତିକ କାର୍ଯ୍ୟ ରିପିଟେଟିଭ ଆକ୍ସନ ଏଇଟା ତାର ପ୍ରଗତିର ଲକ୍ଷଣ। ତେଣୁ ସେଇ ପ୍ରଗତିବାଦୀ ଚିନ୍ତାଧାରାକୁ ଛାଡ଼ିଦେଲେ ଆମେ ଯେହେତୁ ପଶୁ ହେଇକି ରହିଥାଉ, ଆମର ଚେତନାର ପଶୁତ୍ୱ ଯେତେ ପରିମାଣରେ ଦୂରୀଭୂତ ହେବ ବା ପରିମାର୍ଜିତ ହେବ ବା ରୂପାନ୍ତରିତ ହେବ, ସେତେ ପରିମାଣରେ ଆମର ଚେତନା ଶୁଦ୍ଧୀକୃତ ହେବ, ଆମେ ସେତେ ବିବର୍ତ୍ତନ ଧାରାରେ ଆଗକୁ ବଢିବା। ତେଣୁ ସେ ପଶୁତ୍ୱକୁ ତ୍ୟାଗ କରିବାର ଅଛି। ପଶୁତ୍ୱର ବଳି ଏଇଟା ଆମକୁ ଶିଖେଇଥାଏ ଆମର ବିବେକ, ଆମର ଅନ୍ତରାତ୍ମା। ଏଇଟା ହିଁ ସେ ଆଧ୍ୟାତ୍ମ ବିଦ୍ୟା ଯାହାକି ପ୍ରାଚୀନ ମୁନି ଋଷିଗଣ ଆବିଷ୍କାର କରିଛନ୍ତି। ତେଣୁ ସେମାନେ ବୈଦିକ ଯଜ୍ଞରେ ପଶୁତ୍ୱକୁ ବଳି ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି ବା ପ୍ରେସ୍କ୍ରାଇବ କରିଛନ୍ତି। ଏବଂ ଏଇଟା ସବୁ ଜିନିଷ ପରି କାଳକ୍ରମେ ବିକୃତ ହେଇଛି। ସମୟକ୍ରମେ ଘଟଣାକ୍ରମେ ସବୁ ଜିନିଷ ବିକୃତ ହେଇଯାଏ ଧୀରେ ଧୀରେ। ଏଇଟା ସ୍ୱାଭାବିକ, ଏଇଟା ଚେତନାର ସ୍ୱଧର୍ମ ବା ଲକ୍ଷଣ। ଚେତନାର ଜୁଆର ଭଟ୍ଟା ଲାଗି ରହିଛି। ଆମର ବିବର୍ତ୍ତନ ଧାରାଟି ଗୋଟେ ସିଧାସଳଖ ରାଜରାସ୍ତା ନୁହେଁ। ଏଠି ଅଗ୍ରଗତି ପଶ୍ଚାତ ଗତି ମିଶିକିରି ହୁଏ। ଜୁଆର ଭଟ୍ଟା ମାଧ୍ୟମରେ ତରଙ୍ଗାୟିତ ଗତି ହେଉଛି ଚେତନାର ଗତି। ତେଣୁ କିଛି ଆଗକୁ ଯିବ, କିଛି ପଛକୁ ଆସିବ, এই ଧାରାରେ ଚେତନା କାର୍ଯ୍ୟ କରେ। ଏବଂ ସେ ଆଗକୁ ପଛକୁ ଆସିବାଟା ଜୁଆର ଭଟ୍ଟା, ସେଟା ଅନେକ ଯୁଗ ମଧ୍ୟ ଲାଗି ଯାଇପାରେ। ଗୋଟେ ଜୁଆର ଏବଂ ଗୋଟେ ଭଟ୍ଟା ପାଇଁ ଅନେକ ଯୁଗ ବିତି ଯାଇପାରେ। ମହାକାଳ ତୁଳନାରେ କିଛି ସହସ୍ର ବର୍ଷ କିଛି ନୁହେଁ। ଏଇଟା ଗୋଟେ ଭଟ୍ଟାର ମଧ୍ୟବର୍ତ୍ତୀ ଅଂଶ ବୋଲି କୁହାଯାଇପାରେ। ତ ସେଇ ପରିସ୍ଥିତିରେ କଣ ହୁଏ, ଆମର ଚେତନା ବିକୃତ ହୁଏ ଧୀରେ ଧୀରେ। ଆମକୁ ଲାଗେ ଆମେ ଏଇଟା ପ୍ରଗତି ଦିଗରେ ନ ଯାଇକରି ପଶ୍ଚାତ ଗତି ଦିଗରେ ଯାଉଛୁ। ହଁ, ନିଶ୍ଚିତ ଭାବରେ ସମୟର ସେ କ୍ଷୁଦ୍ର ଅବଧିକୁ ଦେଖିଲେ ଆମର ପଶ୍ଚାତ ଗତି ହେଉଛି। କିନ୍ତୁ ପଶ୍ଚାତ ଗତି ଏଥିପାଇଁ ହେଉଛି ଯେ ଚେତନା ପ୍ରସ୍ତୁତ ହେଉଛି ଗୋଟେ ଅଧିକ ବଳବାନ ବେଗବାନ ଲମ୍ଫ ପ୍ରଦାନ କରିବା ପାଇଁ, ଆଉ ଗୋଟେ ଦୀର୍ଘ ଲମ୍ଫ ପ୍ରଦାନ କରିବା ପାଇଁ ଚେତନାର ଏଟା ପ୍ରସ୍ତୁତି। ତେବେ ସେ ଯାହା ହଉନା କାହିଁକି, ଚେତନାର ଏଇ ଯୋଉ ଅଧପତନ ବା ବିକୃତି, ଯେତେ ସବୁ ଆଧ୍ୟାତ୍ମିକ ପରମ୍ପରାର ବିକୃତିର କାରଣ। ତେଣୁ ସେ ପଶୁତ୍ୱ ବଳି ଯେଉଁ କୁହାଗଲା, ସେଟା କାଳକ୍ରମେ ବିକୃତ ହେଇକରି ପରିଣତ ହେଲା ପଶୁ ବଳିରେ। ଅର୍ଥାତ୍ ଆମ ଚେତନାର ଯେଉଁ ପଶୁତ୍ୱ, ଯେମିତି କାମ, କ୍ରୋଧ, ହିଂସା, ଲୋଭ, ଈର୍ଷା, ଅସୂୟା, ଅହଙ୍କାର, ଏଇ ସବୁ ପଶୁତ୍ୱ, ଏଇଟା ସବୁ ପଶୁ ସୁଲଭ ଗୁଣ। ପଶୁର ଚେତନା ଅବିକଶିତ ବା ଅଜ୍ଞାନତାରେ ଆବୃତ ବୋଲିକରି ସେ ଏଭଳି ଆଚରଣ କରେ। ଆମ ଭିତରେ ବି ସେଇଟା ଅଛି, କିନ୍ତୁ ଯେହେତୁ ଆମେ ମଣିଷ, ଆମେ ସଚେତନ ଯେ ଆମ ଭିତରେ ସେଇଟା ଅଛି। ସେଇଟା ହଉଛି ଆମ ପାଇଁ ସୁଯୋଗ। ଆମେ ସେ ପଶୁତ୍ୱକୁ ଚିହ୍ନିବା ଏବଂ ତାକୁ ପ୍ରତ୍ୟାଖ୍ୟାନ ମାଧ୍ୟମରେ ବା ତ୍ୟାଗ ମାଧ୍ୟମରେ, ବଳି ମାଧ୍ୟମରେ ଆମେ ଭଗବାନଙ୍କୁ ନିବେଦନ କରିବା, ସମର୍ପଣ କରିବା। ସେ ତାକୁ ଗ୍ରହଣ କରି ତାକୁ ରୂପାନ୍ତରିତ କରିଦେବେ। କାରଣ ଚେତନାର ପ୍ରତ୍ୟେକ ପ୍ରକ୍ରିୟା ତାଙ୍କର ଗୋଟେ ଦିବ୍ୟ ପ୍ରତିରୂପର ବିକୃତ ରୂପ। ଯେମିତି ହିଂସାଚାର ହଉଛି ତାର ଦିବ୍ୟ ରୂପରେ, ଏଇଟା ହଉଛି ଗୋଟେ ଅତି ଗଭୀର ଏକାତ୍ମତାର ବୋଧ, ଭଗବାନଙ୍କ ସହିତ ଏକ ହେଇଯିବାର ବୋଧ। ଯେତେବେଳେ ଜଣେ ହିଂସା କରେ, ଆଉ ଗୋଟେ ସତ୍ତାକୁ ନଷ୍ଟ କରିଦିଏ, ତାର ଉଦ୍ଦେଶ୍ୟ ହେଉଛି
ତାର ସତ୍ତା ବିଲୀନ କରିଦେବା, ପ୍ରକୃତରେ ସେଟା ହଉଛି ଉଚ୍ଚତର ଚେତନାରେ ଅହଂର ବିଲୁପ୍ତିର ଗୋଟେ ପ୍ରକ୍ରିୟା ବା ଅବସ୍ଥା, ଯାହାକି ବିକୃତ ହେଉଛି ହିଂସାଚରଣରେ। ସେଭଳି ପ୍ରେମର ଦିବ୍ୟ ପ୍ରେମର ବିକୃତ ରୂପ ହେଉଛି ମାନସୀ ପ୍ରେମ, ଯାହାକି କାମ ବାସନା ଛଡା ଅନ୍ୟ କିଛି ନୁହେଁ। এই ପାର୍ଥିବ ଚେତନାରେ, ଅଜ୍ଞାନର ଏଇ ତ୍ରିଧା ଜଗତରେ ପ୍ରତ୍ୟେକ ଦିବ୍ୟ କ୍ରିୟା ବା ଦିବ୍ୟ ଚେତନା ବିକୃତ ହେଇଛି ବା ଆବୃତ ହେଇଛି। ତେଣୁ ଆମେ ଯେଉଁ ଭଗବାନଙ୍କୁ ଅର୍ପଣ କରୁଛୁ, ସମର୍ପଣ କରୁଛୁ, ତାର ଉଦ୍ଦେଶ୍ୟ ହେଉଛି ତାକୁ ସେ ଦିବ୍ୟ ରୂପରେ ଆମକୁ ପ୍ରଦାନ କରିବେ ବା ରୂପାନ୍ତରିତ କରି ଆମ ପାଖକୁ ପୁଣି ଫେରେଇ ଦେବେ। ଧୀରେ ଧୀରେ ଆମର ସମଗ୍ର ଚେତନା ସେଭଳି ରୂପାନ୍ତରିତ ହେଇଯିବ। ଏଇଟା ହଉଛି ସମର୍ପଣର ରହସ୍ୟ ଏବଂ ତାର ଉଦ୍ଦେଶ୍ୟ। ତେବେ ପଶୁତ୍ୱକୁ ଯେତେବେଳେ ଆମେ ଭଗବାନଙ୍କୁ ଅର୍ପଣ କରିବା, ତା ସ୍ଥାନରେ ସେ ପ୍ରତ୍ୟେକ ପାର୍ଶ୍ୱିକ ଗୁଣର ଯେଉଁ ଡିଭାଇନ କାଉଣ୍ଟର ପାର୍ଟ, ଦିବ୍ୟ ପ୍ରତିରୂପ, ସେଟା ସେ ଆମକୁ ପ୍ରଦାନ କରିବେ। ଏଇଟା ନିଶ୍ଚିତ ଭାବରେ ଯେଉଁ ଯୋଗୀ ଋଷିମାନେ ତାର ଆବିଷ୍କର୍ତ୍ତା, ସେମାନେ ନିଜ ଜୀବନର ଅଭ୍ୟାସ କରିଥିବେ, ତାଙ୍କର ଅନୁଗାମୀ ମାନେ କିଛି ଦୂର ତାକୁ ଅଭ୍ୟାସ କରିଥିବେ। ଧୀରେ ଧୀରେ ସେଟା ବିକୃତ ହେଇଯାଏ। ବିକୃତ ହେଇକରି ଏଭଳି ଅବସ୍ଥାରେ ପହଞ୍ଚେ ଯେତେବେଳେ କର୍ପୂର ଉଡ଼ିଯାଏ, କେବଳ କନା ଖଣ୍ଡକ ପଡ଼ି ରହେ। ଅର୍ଥାତ୍ କେବଳ ବାହ୍ୟ ଖୋଳଟି ପଡ଼ି ରହିଥାଏ, ତା ଭିତରୁ ଆତ୍ମାଟା ହଜି ଯାଇଥାଏ କେଉଁ କାଳକୁ। ତେଣୁ ଏଇଟା କଣ ହେଲା, ପଶୁତ୍ୱ ସ୍ଥାନରେ ଆମେ ପଶୁ ବଳିକୁ ସ୍ଥାପନ କଲେ। ମାନେ ନିଜ ଚେତନାର ପଶୁତ୍ୱ ହୁଏତ ଆମେ ଖୋଜିକରି ପାଇପାରୁନାହାନ୍ତି, କିମ୍ବା ପାଇଲେ ବି ସେ ପଶୁତ୍ୱକୁ ଛାଡିବା ପାଇଁ ଆମେ ନାରାଜ। କାରଣ ତା ସହିତ ଆମର ଅନ୍ତରଙ୍ଗତା ବହୁତ ବେଶୀ। ସେ ପଶୁତ୍ୱ, ସେ ପାର୍ଶ୍ୱିକ ଗୁଣ ଗୁଡାକ ଆମକୁ ବହୁତ ଆନନ୍ଦ ଦଉଛି, ଆମ ପାଇଁ ବହୁତ ପ୍ରୀତିକର ସେଟା। ତା ସହିତ ଆମର ଘନିଷ୍ଠ ବନ୍ଧୁତା, ତେଣୁ ତାକୁ ଛାଡିବା କେମିତି? ତେଣୁ ଗୋଟେ ସୁନ୍ଦର ଉପାୟ, ଆମର ନିମ୍ନ ପ୍ରାଣ ଚେତନା ତ ବହୁତ କୌଶଳୀ, ସେ ସଙ୍ଗେ ସଙ୍ଗେ ସୁନ୍ଦର ଉପାୟରେ ବାହାର କରିଦେଲା। ନା ପଶୁ ବଳି ଦେବାକୁ କୁହାଯାଇଛି, ନା ନିରୀହ ପଶୁଟିକୁ ଧରି ଆଣିକି ତାକୁ ବଳି ଦେଇଦିଅ। ତେଣୁ ପଶୁତ୍ୱ ବଳି ସ୍ଥାନର ପଶୁ ବଳି, ଏଇଟା ହଉଛି ସେଇ ବିକୃତି, ଚେତନାଗତ ବିକୃତି। କାଳକ୍ରମେ ତାହା ଗୋଟେ ଅତି କୁତ୍ସିତ ଘୃଣିତ ପ୍ରଥାରେ ପରିଣତ ହେଇଛି। ଯଦିଓ ଯୋଉମାନେ ତାର ଉପାସକ ବା ପୃଷ୍ଠପୋଷକ, ସେମାନେ ତାକୁ କୁତ୍ସିତ ଘୃଣିତ ବୋଲି ଭାବୁନାହାନ୍ତି। ତାର କାରଣ ହେଲା ମଣିଷର ସ୍ୱାର୍ଥ। ଯୋଉମାନେ এই ବଳି ପ୍ରଥାରେ ବିଶ୍ୱାସ କରନ୍ତି, ସେମାନେ ଭାବନ୍ତି ଯେ କୌଣସି ନିରୀହ ପଶୁ ବା ପକ୍ଷୀକୁ ସଂହାର କଲେ, ତାକୁ ସେ ନିର୍ଦ୍ଦିଷ୍ଟ ଦେବତା ବା ଦେବୀ ବା କୌଣସି ପ୍ରାଣିକ ସତ୍ତା ତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କଲେ, ତାଙ୍କର ବିଭିନ୍ନ ପ୍ରକାର ପାର୍ଥିବ କାମନା ବାସନା ପରିପୂରଣ ହେଇଥାଏ। ସେଥିପାଇଁ ବଳି ପ୍ରଥାଟି ଚଳି ଆସୁଛି ଅନେକ ବର୍ଷ, ଅନେକ ଶତାବ୍ଦୀ ହେଲା ଭାରତୀୟ ସମାଜରେ ବିଭିନ୍ନ ଜାଗାରେ। ଏବଂ ଯେତେ ଶିକ୍ଷାର ଉନ୍ନତି ହେଲେ ମଧ୍ୟ, ବିଜ୍ଞାନର ଉନ୍ନତି ହେଲେ ମଧ୍ୟ, ଆମର ଆଇନ କାନୁନ ବ୍ୟବସ୍ଥା ଯେତେ କଠୋର ହେଲେ ମଧ୍ୟ, ଯେହେତୁ ସାଧାରଣ ଜନତା ତାକୁ ଛାଡିବାକୁ ନାରାଜ, ସେଥିପାଇଁ ଏ ପ୍ରଥାଟି ଚାଲୁ ରହିଛି। ଏବଂ ସେ ପର୍ଯ୍ୟନ୍ତ ରହିଥିବ ଯେପର୍ଯ୍ୟନ୍ତ ମଣିଷ ମନରୁ ଅଜ୍ଞାନତା ଦୂର ହେଇନଥିବ। ଚେତନାର ଗୋଟେ ଯଥେଷ୍ଟ ଶୁଦ୍ଧତା ପ୍ରାପ୍ତି ନ ହେବା ପର୍ଯ୍ୟନ୍ତ, ବିବର୍ତ୍ତନ ଧାରାରେ ସାଧାରଣ ଚେତନା, ହାରାହାରି ମଣିଷର ଚେତନା ଯଥେଷ୍ଟ ଉଚ୍ଚତର ସୋପାନକୁ ଯାତ୍ରା ନ କରିବା ପର୍ଯ୍ୟନ୍ତ এই ପ୍ରଥାଟି ଚାଲୁ ରହିଥିବ। ତେବେ ଆଉ ଟିକେ ଆମେ ଆଲୋଚନା କରିବା ଏ ବିଷୟରେ ଯେ ପ୍ରକୃତରେ এই ପ୍ରଥାର ଆବଶ୍ୟକତା କଣ, ପ୍ରାସଙ୍ଗିକତା କଣ, ଏବଂ ଏହା ଦ୍ୱାରା ପ୍ରକୃତରେ କିଛି ଲାଭ ହୁଏ କି? ଯେଉଁ ଦେବତା ବା ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କୌଣସି ବଳି ଦିଆଯାଏ, ପ୍ରକୃତରେ ସେ ଦେବତା ଦେବୀ
ଏହା ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି କି? ଏବଂ ଯିଏ ସେଇ ଯଜମାନ ବା ବଳିଦାତା ତାର ସେମାନେ କିଛି କଲ୍ୟାଣ କରନ୍ତି କି? ତାର ମନୋବାଞ୍ଛା ପୂରଣ କରନ୍ତି କି? ତାର ଅଭିଷ୍ଟ ସିଦ୍ଧି କରନ୍ତି କି? এই ବିଷୟରେ ମଧ୍ୟ ମା ସାଧକ ମାନଙ୍କୁ କହିଛନ୍ତି ଯେ ଏଇ ଯେଉଁ ବଳିକୁ ଯୋଉ ସତ୍ତା ମାନେ ଗ୍ରହଣ କରନ୍ତି ସେମାନେ ଆଦୌ କୌଣସି ଦେବତା ବା ଦେବୀ ନୁହନ୍ତି। ମା ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ଦେବତା ବା ଦେବୀ ଦେବତା ହେଲା ମାତ୍ରକେ ସେ ଅଟନ୍ତି ଅଧିମାନସ ସ୍ତରର। ଆମେ ଜାଣୁ ମନ ଚେତନାର ବିଭିନ୍ନ ସ୍ତର ରହିଛି। ଆମେ ଯେଉଁଠି ବାସ କରୁଛୁ ସେଟା ହେଉଛି ନିମ୍ନତମ ସ୍ତର, ସାଧାରଣ ମାନବୀୟ ଚେତନା। ତା ଉପରକୁ ଅଛି ହାୟର ମାଇଣ୍ଡ ବା ଉଚ୍ଚତର ମାନବୀୟ ଚେତନା। ତା ଉପରକୁ ଆଲୋକିତ ମାନସ ଇଲୁମିନ ପ୍ଲେନ। ତା ଉପରକୁ ସମ୍ବୋଧିବା ଅନ୍ତର୍ଜ୍ଞାନର ଚେତନା ଇଣ୍ଟୁଇଟିଭ ପ୍ଲେନ। ତା ଉପରେ ରହିଛି ଅଧିମାନସ ଓଭର ମାଇଣ୍ଡ, ଯାହାକି ହେଉଛି ଦେବଲୋକ। ଆମେ ଯେତେ ସବୁ ଦେବତା ବା ଦେବୀଙ୍କ ବିଷୟରେ ପୁରାଣ ଶାସ୍ତ୍ର ମାନଙ୍କରେ ପଢିଛୁ, ସେଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିଦେବ ହୁଅନ୍ତୁ କିମ୍ବା ଶିବ କାଳୀ କୃଷ୍ଣ ଲକ୍ଷ୍ମୀ ହନୁମାନଜୀ ଶ୍ରୀ ଗଣେଶ, ଯାହା କିଛି ଦେବତା ବା ଦେବୀ 33 ପ୍ରକାରର ଦେବତା ଅଛନ୍ତି ବୋଲି ହିନ୍ଦୁ ଧର୍ମରେ ବୋଲି ବିଶ୍ୱାସ କରାଯାଏ। ଏ ସମସ୍ତ ଦେବତା ବା ଦେବୀ ଅଧିମାନସର ଗୋଟେ ଗୋଟେ ସତ୍ତା, ଯୋଉମାନେ କି এই ସୃଷ୍ଟିର ପରିଚାଳନାରେ ଗୋଟେ ଗୋଟେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ସେମାନେ ଭଗବାନଙ୍କ କାର୍ଯ୍ୟରେ ଲିପ୍ତ। ତାଙ୍କର କୌଣସି ଫୁର୍ସତ ନାହିଁ ଯେ ଏ ସାଧାରଣ ମଣିଷର କାର୍ଯ୍ୟରେ ସେମାନେ ମୁଣ୍ଡ ଖେଳେଇବେ ବା ତାର କାମନା ବାସନା ପୂରଣ କରିବେ, ସେମାନଙ୍କର ଦ୍ୱାରା ପୂଜିତ ହେବେ, ସେମାନଙ୍କର ପୂଜାର୍ଘ୍ୟ ଗ୍ରହଣ କରିବେ ଇତ୍ୟାଦି। ଏଇଟା ସେମାନଙ୍କର ଉଦ୍ଦେଶ୍ୟ ନୁହେଁ। ସେମାନେ ତାଙ୍କର କାର୍ଯ୍ୟ କରି ଚାଲିଛନ୍ତି ଭଗବାନଙ୍କ ନିର୍ଦ୍ଦେଶରେ। ମା କହିଛନ୍ତି ଯୋଉମାନେ ସେ ଅଧିମାନସ ସ୍ତରର ଦେବତା ବା ଦେବୀ, ସେମାନେ ମଣିଷର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୁଅନ୍ତି ନାହିଁ କିମ୍ବା ପୂଜାର୍ଚ୍ଚନା ନ କଲେ ମଧ୍ୟ ଦୁଃଖିତ ହୁଅନ୍ତି ନାହିଁ। ପ୍ରକୃତରେ ମଣିଷର କାର୍ଯ୍ୟ ପ୍ରଣାଳୀ ପ୍ରତି ସେମାନଙ୍କର ଆଦୌ ଭ୍ରୂକ୍ଷେପ ନଥାଏ। ତାହେଲେ ଯେଉଁ ସତ୍ତା ମାନେ ମଣିଷର ଏଭଳି ଆଚରଣ ଦ୍ୱାରା ସନ୍ତୁଷ୍ଟ ହୁଅନ୍ତି ସେମାନେ କିଏ? ମା କହୁଛନ୍ତି ସେମାନେ ହେଉଛନ୍ତି ନିମ୍ନ ପ୍ରାଣିକ ଜଗତର ଛୋଟ ଛୋଟ ସତ୍ତା ବା ଶକ୍ତି। ସେମାନେ କୌଣସି ଉଚ୍ଚତର ଚେତନାର ସତ୍ତା ନୁହନ୍ତି, ସେମାନେ ନିମ୍ନ ପ୍ରାଣିକ ଚେତନା, ମଣିଷ ଠାରୁ ଆହୁରି ନିମ୍ନତର ଚେତନା, ନିମ୍ନ ପ୍ରାଣିକ ଜଗତର ସତ୍ତା ମାନେ, ଯୋଉମାନେ କି ଏଭଳି ନାରକୀୟ କାଣ୍ଡ ଘଟେଇଥାନ୍ତି। ବେଳେ ବେଳେ ମହାମାରୀ କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ଘଟେଇ ମାନେ ବ୍ୟାପକ ସଂହାର ଲୀଳା ଧ୍ୱଂସ ଲୀଳା ସେମାନେ ସୃଷ୍ଟି କରିପାରନ୍ତି ଏବଂ ତଦ୍ୱାରା ସେମାନଙ୍କୁ ଆନନ୍ଦ ମିଳେ। ଯେଉଁ ପ୍ରାଣର ଯେଉଁ ବିଶାଳ ଅବକ୍ଷୟ, ଗୋଟେ ପ୍ରାଣିକ ଆଲୋଡନ ବା ପ୍ରାଣ ଜଗତରେ ଯେଉଁ ଗୋଟେ ବୋମା ଫୁଟିଲା ଭଳି ଯେଉଁ ବ୍ୟାପାରଟି ହୁଏ, ସଂହାର ଲୀଳା, ପ୍ରାଣର ଯେଉଁ ଆଲୋଡନ ପ୍ରାଣ ଜଗତର, ସେ ଆଲୋଡନରୁ ପ୍ରକୃତିରେ ସେମାନଙ୍କୁ କିଛି ଖୋରାକ ମିଳେ। ମା କହିଛନ୍ତି ଦେ ଥ୍ରାଇଭ୍ ଅନ୍ ଇଟ୍। ଥ୍ରାଇଭ୍ ମାନେ ବଞ୍ଚିବା, ମାନେ ସେଇ ପ୍ରାଣିକ ଅବକ୍ଷୟ ଜନିତ ଯେଉଁ ଶକ୍ତିର ଯେଉଁ ପ୍ରବାହ, ସେଥିରୁ ସେମାନେ କିଛି ଖାଦ୍ୟ ଗ୍ରହଣ କରନ୍ତି, ସେଥିରେ ବଞ୍ଚନ୍ତି। ସେଟା ତାଙ୍କ ପାଇଁ ଗୋଟେ ପ୍ରକାର ଖାଦ୍ୟ। ସେଟା ସେମାନଙ୍କୁ ତିଷ୍ଠି ରହିବାରେ ସାହାଯ୍ୟ କରେ। ସେମାନେ ଶାନ୍ତି ସଙ୍ଗତିପୂର୍ଣ୍ଣ ବାତାବରଣରେ ତିଷ୍ଠି ରହିପାରିବେନି। ସେମାନଙ୍କୁ ଦରକାର ଆଲୋଡନ, ବିଭ୍ରାଟ, ବିଶୃଙ୍ଖଳା, ବିପର୍ଯ୍ୟୟ, ଧ୍ୱଂସଲୀଳା ଇତ୍ୟାଦି। ତେଣୁ ସେମାନେ ସେଭଳି କାର୍ଯ୍ୟ କରିଥାନ୍ତି। ମାଙ୍କର ନିଜର ଅନୁଭୂତି ଅଛି। ମା ଜାପାନରେ ଥିଲାବେଳେ ଯେଉଁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ବିଶ୍ୱଯୁଦ୍ଧ ପରେ ପରେ ଗୋଟେ ବିରାଟ ମହାମାରୀ ବ୍ୟାପିଲା ଜାପାନରେ, ଲକ୍ଷ ଲକ୍ଷ ଲୋକ ମରିଗଲେ। ମା ସୂକ୍ଷ୍ମ ଚେତନାରେ ରହିକରି ଧ୍ୟାନସ୍ଥ ହେଇକରି ଦେଖିଲେ ଯେ ଗୋଟେ ପ୍ରାଣିକ ଜଗତର ଛୋଟିଆ ସତ୍ତାଟିଏ, ଏଇଟା ତାର କାର୍ଯ୍ୟ ଏବଂ ତାର ରୂପ ମଧ୍ୟ ମା ବର୍ଣ୍ଣନା କରିଛନ୍ତି। ସେ ଗୋଟେ ଅତି ବିକୃତ ବିଭତ୍ସ ମୂର୍ତ୍ତି
ତାର ମୁଣ୍ଡରୁ ଫାଳେ ଉଡି ଯାଇଛି, ରକ୍ତାକ୍ତ ଚେହେରା, ମାନେ ହିଂସା ଏବଂ ବିକୃତିର ସେ ଗୋଟେ ଜ୍ୱଳନ୍ତ ନିଦର୍ଶନ। ଏବଂ ସୂକ୍ଷ୍ମ ସ୍ତରରେ, ଚେତନାଗତ ସ୍ତରରେ ମା ତା ସହିତ ଲଢେଇ କରିଛନ୍ତି, ତାକୁ ପରାଜିତ କରିଛନ୍ତି ଏବଂ ତା ଫଳରେ ମା ନିଜେ ରୋଗାଗ୍ରସ୍ତ ହେଇଛନ୍ତି। ପୁଣି ନିଜର ଆତ୍ମିକ ଶକ୍ତିକୁ ପ୍ରୟୋଗ କରି ଧୀରେ ଧୀରେ ଆରୋଗ୍ୟ ଲାଭ କରିଛନ୍ତି ଏବଂ ସେଦିନଠୁ ଜାପାନରେ ଆଉ ପ୍ଲେଗରେ କେହି ମରିନାହାନ୍ତି। ଏଇଟା ସେ ପ୍ରାଣୀ ଜଗତର ସତ୍ତା ମାନଙ୍କର କାର୍ଯ୍ୟ। ଏବଂ ମା କହିଛନ୍ତି ସେ ନିମ୍ନ ପ୍ରାଣୀଙ୍କ ସତ୍ତା, କିଛି ସତ୍ତା ତାଙ୍କର କିଛି ସାମର୍ଥ୍ୟ ବି ଥାଏ। ଭଗବାନଙ୍କ ଲୀଳାରେ ଏମିତି ବିଧାନ ହେଇଛି, କାରଣ ସେମାନେ ବି ଭଗବାନଙ୍କର ସୃଷ୍ଟିର ଅନ୍ତର୍ଗତ, ଭଗବାନଙ୍କର ସୃଷ୍ଟିର ବାହାରେ କେହି ନାହାନ୍ତି। ଭଗବାନଙ୍କର ଅନୁମୋଦନ କ୍ରମେ ସେମାନେ ତିଷ୍ଠିଛନ୍ତି ଏବଂ ତାଙ୍କୁ କିଛି ସାମର୍ଥ୍ୟ ଦିଆହେଇଛି, ଯଦ୍ୱାରା ସେମାନେ ଏଇ ମଣିଷ ମାନଙ୍କର ଛୋଟ ଛୋଟ କାମନା ବାସନା ମଧ୍ୟ ପୂରଣ କରିଦିଅନ୍ତି। ପୂରଣ କରିଦେବାରେ ସେମାନେ ପୂଜିତ ହୁଅନ୍ତି ସେ ମଣିଷଙ୍କ ଦ୍ୱାରା, ଏବଂ ପୂଜିତ ହେବାରେ ସେମାନଙ୍କୁ ବହୁତ ଆନନ୍ଦ ମିଳେ। ଦେଖନ୍ତୁ, ପ୍ରକୃତରେ ସେ ସତ୍ତା ମାନେ ମଣିଷ ଦ୍ୱାରା ପୂଜିତ ହେବାରେ ଆନନ୍ଦ ପାଆନ୍ତି ଏବଂ ମଣିଷ ମାନଙ୍କର ଛୋଟ ଛୋଟ କାମନା ବାସନା ପୂରଣ କରିଦିଅନ୍ତି। ସେଥିପାଇଁ ଆମେ ଶୁଣିବାକୁ ପାଉ ଯେ ଅମୁକ ସ୍ଥାନରେ ପୂଜା କଲେ ବା ବଳି ଦେଲେ ମଣିଷର କାମନା ବାସନା ପୂର୍ଣ୍ଣ ହେଉଛି। ଅନେକ ଦୃଷ୍ଟାନ୍ତ ଇତିହାସ ସେଠି ଅଛି। ସେଭଳି ଅନେକ ଘଟଣାକୁ କେନ୍ଦ୍ର କରି ସେଠାରେ ଗୋଟେ ପୀଠ ଗଢି ଉଠିଥାଏ। ଆମର ଏଇ ନିଜେ ଯୋଉଠି ଆମେ ଯିଏ ଯୋଉଠି ବାସ କରୁଛନ୍ତି ତାର ପରିବେଷ୍ଟନରେ ଏମିତି ଅନେକ ପୀଠ ଥିବାର ଆମେ ଜାଣିବାକୁ ନିଶ୍ଚୟ ପାଇଥିବା, ଆମର ଗୋଚରରେ ଥିବ ମୋର ବିଶ୍ୱାସ। କାରଣ ଓଡ଼ିଶାର ପୁରପଲ୍ଲୀରେ କୋଣ ଅନୁକୋଣରେ ଅସଂଖ୍ୟ ଏଭଳି ଶକ୍ତିପୀଠ ବା ଆରାଧନା ପୀଠ ଗଢି ଉଠିଛି। ତାର ପଶ୍ଚାତରେ ଏଇଟା ହେଉଛି କାରଣ। କୌଣସି ଗୋଟେ ନିମ୍ନ ପ୍ରାଣୀଙ୍କ ସତ୍ତାର ଶକ୍ତି ସେଠାରେ କୌଣସି ମଣିଷର କାମନା ବାସନା ପ୍ରଥମେ ପୂରଣ କରିଦେଇଛି, ତାପରେ ସେଟା ପ୍ରଚାର ହେଇଛି, ଧୀରେ ଧୀରେ ଅଧିକ ଲୋକ ସେଠିକି ଆସିଛନ୍ତି, ସେ ସତ୍ତାକୁ ପୂଜା। ଲୋକମାନେ ଜାଣୁନାହାନ୍ତି ସେମାନେ କାହାକୁ ପୂଜା କରୁଛନ୍ତି। ସେମାନଙ୍କୁ ଦରକାର ତାଙ୍କର କାମନାର ପରିପୂର୍ତ୍ତି। ତେଣୁ କାମନା ବାସନାର ଗୋଟେ ବିରାଟ କମ୍ପନ ସେଠି ପ୍ରବାହିତ ହେଉଛି, ସ୍ରୋତ। ଏବଂ ସେଇଟା ମଧ୍ୟ ସେ ପରିବେଶରେ ବାସ କରୁଥିବା ସେ ସତ୍ତା ପାଇଁ ଅତ୍ୟନ୍ତ ଅନୁକୂଳ ଏବଂ ସେଠି ଯେଉଁ ପୂଜା ଇତ୍ୟାଦି କରାଯାଏ, ବଳି ଦିଆଯାଏ, ସେ ପ୍ରାଣୀଙ୍କ ଆଲୋଡ଼ନ ମଧ୍ୟ ତା ପାଇଁ ଗୋଟେ ଖୋରାକ ଖାଦ୍ୟ। ତେଣୁ ଏହି ପରମ୍ପରାଟି ଜାରି ରହେ ବର୍ଷ ବର୍ଷ ଧରି, ଶତାବ୍ଦୀ ଶତାବ୍ଦୀ ଧରି। ସେ ପର୍ଯ୍ୟନ୍ତ ଚାଲିଥିବ ଯେ ପର୍ଯ୍ୟନ୍ତ ମଣିଷ ଚେତନାରୁ କାମନା ବାସନା ସ୍ୱାର୍ଥପରତା ଦୂର ହେଇନାହିଁ। କିନ୍ତୁ ଯୋଉମାନେ ଆଧ୍ୟାତ୍ମ ସାଧକ ସେମାନେ କେବେ ହେଲେ ଏଭଳି ଶକ୍ତିର ଦ୍ୱାରସ୍ଥ ହେବେ ନାହିଁ, ତାଙ୍କ ଦ୍ୱାରା ପ୍ରଭାବିତ ହେବେ ନାହିଁ, ବଳି ଇତ୍ୟାଦି ଜଘନ୍ୟ ପ୍ରଥାର କବଳରେ ପଡ଼ିବେ ନାହିଁ, କାରଣ ସେମାନଙ୍କର କୌଣସି କାମନା ବାସନା ପୂରଣ କରିବାର ନାହିଁ। ତେଣୁ ମା ସତର୍କ କରିଦେଉଛନ୍ତି ଯେ ଏଭଳି ଶକ୍ତିମାନଙ୍କ ହାତରେ ନିଶ୍ଚିତ ଭାବେ ମାନେ ପ୍ରତିକୂଳ ଶକ୍ତି, କାରଣ ଏମାନଙ୍କ ଦ୍ୱାରା କୌଣସି ଭଲ କାର୍ଯ୍ୟ ହୁଏ ନାହିଁ। ମଣିଷର କାମନା ବାସନା ପୂରଣ କରି ମାନେ ଯେଉଁ ହିତ କରୁଛନ୍ତି ବୋଲି ଆମେ ଭାବୁଛୁ, ସେମାନେ ପ୍ରକୃତରେ ହିତ କରନ୍ତି ନାହିଁ। କାରଣ ଏହାର ପରିଣାମରେ ଆମକୁ ପୁଣି ଭବିଷ୍ୟତରେ ଭୟଙ୍କର ଅସୁବିଧା ଭୋଗ କରିବାକୁ ପଡ଼ିଥାଏ। ଯଦି ପ୍ରତିକୂଳ ଶକ୍ତିମାନଙ୍କୁ ସନ୍ତୁଷ୍ଟ କରି ଆମେ କିଛି କାମନା ବାସନାର ପୂରଣ କରିଥିବା, ଆମେ ଜାଣିପାରୁନାହିଁ ଯେ ଭବିଷ୍ୟତରେ ସେଥିପାଇଁ ଆମକୁ କେତେ ବିରାଟ ମୂଲ୍ୟ ଦେବାକୁ ପଡ଼ିଥାଏ। ତେଣୁ ମା ସତର୍କ କରୁଛନ୍ତି ଯେ ସାଧକ ସେ ପ୍ରଥମତଃ ସମସ୍ତ କାମନା ବାସନାରୁ ମୁକ୍ତ ହେବ। କାରଣ ସାଧକର ଦରକାର କେବଳ ଭଗବାନଙ୍କ ଇଚ୍ଛାର ପୂର୍ତ୍ତି, ତାର ବ୍ୟକ୍ତିଗତ ଇଚ୍ଛାର ପୂର୍ତ୍ତି ନୁହେଁ। ଏପରିକି ବ୍ୟକ୍ତିଗତ ସିଦ୍ଧି ମଧ୍ୟ ତାର କାମ ନୁହେଁ, ମୋକ୍ଷ ମଧ୍ୟ ତାର କାମ ନୁହେଁ। ତେଣୁ ସେ ଚାହିଁବ କଣ? ସେ ତ ଚାହିଁବ ନିଜକୁ ଅଧିକରୁ ଅଧିକ ଦେଇଦେବା ପାଇଁ, ନିଜକୁ ନିଃଶେଷରେ ଦେଇଦେବା ପାଇଁ। ଏଇଟା ହେଉଛି ପ୍ରେମ ଭକ୍ତି ଏବଂ ସମର୍ପଣର ମାର୍ଗ। ସେଭଳି ସାଧକ
ଏଭଳି ଘୃଣ୍ୟ ପ୍ରକ୍ରିୟାର ବା ପରମ୍ପରାର ଦାସ ହବ ନାହିଁ। ତେଣୁ ଯୋଉମାନେ ହଉଛନ୍ତି ଏଭଳି ପରମ୍ପରାର ଦାସ, ଏଭଳି ଘୃଣ୍ୟ ପରମ୍ପରାକୁ ବଜାୟ ରଖୁଛନ୍ତି, ସେମାନେ ନିଶ୍ଚିତ ଭାବରେ ସାଧକ ପଦବାଚ୍ୟ ନୁହନ୍ତି। ପୂର୍ଣ୍ଣ ଯୋଗ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ମା ଶ୍ରୀଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ପୂଜ୍ୟ ମନୋଜ ଦାସଙ୍କର ଗୋଟେ ଉପକଥାରୁ କିଛି ଉଦ୍ଧାର କରୁଛି। ଗୋଟେ ଦୃଷ୍ଟାନ୍ତ ଦଉଥିଲେ ପୂଜ୍ୟ ମନୋଜ ଦାସ, ଯେ କିଭଳି ଏଭଳି ନିମ୍ନ ପ୍ରାଣିକ ସତ୍ତା ମାନେ ସାମୟିକ ଭାବରେ ମଣିଷର କାମନା ବାସନା ପୂରଣ କରିଦେଇ ଭବିଷ୍ୟତରେ ତାକୁ ଗୋଟେ ବିରାଟ ଅଘଟଣରେ ବା ଗୋଟେ କ୍ଷତିରେ ତାକୁ ଉପନୀତ କରାନ୍ତି, ଯୋଉଥିପାଇଁ କି ସେମାନଙ୍କର ଆଧ୍ୟାତ୍ମିକ ଜୀବନ ଯାତ୍ରା ବ୍ୟାହତ ହେଇଥାଏ ଏବଂ ଚେତନାର ବିବର୍ତ୍ତନଟା ବହୁତ ପଛକୁ ଚାଲିଯାଏ। ଥରେ ଗୋଟେ ଲୋକ ଅଭାବରେ ପଡିଥିଲା, ତାର ଦରକାର ଥିଲା ବିପୁଳ ଅର୍ଥ ଏବଂ ସମ୍ବଳ ଅଭାବରୁ ସେ କିଛି କରିପାରୁନଥିଲା। ହଠାତ୍ ତାର ନଜରକୁ ଆସିଲା ଗୋଟେ ବିଜ୍ଞାପନ, ଯେ ଗୋଟେ ନିର୍ଦ୍ଦିଷ୍ଟ ପ୍ରକାର ଖେଳ, ନିଶ୍ଚିତ ଭାବରେ ସେଟା ଗୋଟେ ଜୁଆ ଖେଳ, ସେଥିରେ ଗୋଟେ ବାଜି ଲଗାଇଲେ ବିଜେତାକୁ ବିପୁଳ ଅର୍ଥ ରାଶି ପ୍ରାପ୍ତ ହେବ। ଏବଂ ସେ ପ୍ରତିଯୋଗିତାରେ ଧରାଯାଉ ଗୋଟେ ଘୋଡା ଦୌଡ଼ ପ୍ରତିଯୋଗିତା, କେଉଁ ଘୋଡାଟି ଜିତିବ ସେଟା ସେ ଜାଣିପାରନ୍ତା ଯଦି ସେଠି ବାଜି ଲଗେଇ ଦିଅନ୍ତା। ଏମିତି ଭାବୁଛି, ଦେଖନ୍ତୁ ଆମେ ଯାହା ସବୁ ଚିନ୍ତା କରୁଥାଉ, ଆମର ମନରେ ଯେଉଁ ଆଲୋଡ଼ନ ଚାଲିଥାଏ, ସେଇଟା ପ୍ରକୃତରେ ସେଇ ସମାନ ଚିନ୍ତାଧାରା ସମ୍ପନ୍ନ ପ୍ରାଣିକ ସତ୍ତା ମାନଙ୍କୁ ଆମ ଆଡକୁ ଆକର୍ଷିତ କରେ। ଆମ ଭିତରେ ଯେତେ ଏସବୁ ସଂକୀର୍ଣ୍ଣ ଏବଂ ନିମ୍ନ ପ୍ରାଣିକ ଚିନ୍ତାର ଆଲୋଡ଼ନ ଚାଲିଥିବ, ଆମେ ସେଭଳି ଶକ୍ତିମାନଙ୍କ ପ୍ରତି ଆମେ ସେଭଳି ଶକ୍ତିମାନଙ୍କୁ ନିଜ ଆଡକୁ ଆକର୍ଷଣ କରିବା। ସେ ଶକ୍ତିମାନେ ଆମ ଆଡକୁ ଆକର୍ଷିତ ହେବେ ଏବଂ ଆମକୁ ପ୍ରଭାବିତ କରିବେ। ତେଣୁ ସାଧକ ସାବଧାନ ହେବା ଦରକାର। କୌଣସି ପ୍ରକାର ନିମ୍ନ ପ୍ରାଣିକ କମ୍ପନକୁ ଯଦି ଥରେ ପ୍ରଶ୍ରୟ ଦେଲେ, ସେ ପ୍ରକାର ସତ୍ତା ମାନେ ସବୁବେଳେ ପ୍ରସ୍ତୁତ ହେଇକି ରହିଛନ୍ତି, ଆମର ଚତୁଃପାର୍ଶ୍ୱରେ ଘୁରି ବୁଲୁଛନ୍ତି ଏବଂ ଆମେ ସେମାନଙ୍କୁ ଆବାହନ କଲା ମାତ୍ରକେ, ଆବାହନ କରିବା ଅର୍ଥ ସେଭଳି କମ୍ପନକୁ ପ୍ରଶ୍ରୟ ଦେବା, ସଙ୍ଗେ ସଙ୍ଗେ ସେମାନେ ଉତ୍ତର ଦିଅନ୍ତି, ଆମକୁ ସେଭଳି ପରିବେଶ ଅଧିକରୁ ଅଧିକ ଦିଅନ୍ତି ଏବଂ ଆମକୁ ସୁହାଇଲା ଭଳି ପରିଣାମ ଗୁଡାକ ସୃଷ୍ଟି କରନ୍ତି। ତେଣୁ ସେ ଲୋକଟି ଯେତେବେଳେ ଏମିତି ଚିନ୍ତା କରୁଥାଏ, ସେ ଘୋଡା ଦୌଡ଼ ପ୍ରତିଯୋଗିତାରେ କେମିତି ଜିତି ଯାଆନ୍ତା, ହଠାତ୍ ବହୁତ ଗୁଡାଏ ଅର୍ଥ ରାଶି ତାକୁ ମିଳିଯାଆନ୍ତା, ଏ ଅବସ୍ଥାରେ ଗୋଟେ ନିମ୍ନ ପ୍ରାଣିକ ସତ୍ତା ଆସି ତାର କାନରେ କହିଦେଲା ଯେ ଅମୁକ ଘୋଡାଟି ଜିତିବ, ସେଠି ବାଜି ଲଗା। ଲୋକଟି ପ୍ରଥମେ ବିଶ୍ୱାସ କଲା ନାହିଁ, କିନ୍ତୁ ରିସ୍କ ନିଆଯାଉ ବୋଲି କହିକରି ସେ ବାଜି ଲଗେଇଦେଲା, ଜିତିଗଲା ସେ ଘୋଡାଟି, ବିପୁଳ ଅର୍ଥ ରାଶି ତାକୁ ପ୍ରାପ୍ତ ହେଇଗଲା। ତାର ପୁଣି ଲୋଭ ହେଲା ଯେ ଆହୁରି ଅଧିକ କେମିତି ଏ ଅର୍ଥ ରାଶିକୁ ବହୁଗୁଣିତ କରାଯାଇ ପାରିବ। ତେଣୁ ପରବର୍ତ୍ତୀ ବାଜିରେ ସେ ପୁଣି ବାଜି ଲଗାଇବାକୁ ଚାହିଁଲା। ସେଥର ମଧ୍ୟ ସେ ପ୍ରାଣିକ ସତ୍ତାରେ ଆସିକିରି ତା କାନରେ କହିଦେଲା ଯେ ଅମୁକ ଘୋଡାଟି ଜିତିବ। ଏହିପରି କରୁ କରୁ ସେ ଲୋକଟି ଅଳ୍ପ କିଛି ଦିନରେ ଗୋଟେ ବିରାଟ ପୁଞ୍ଜିପତି ହେଇଗଲା, ସେ ଅଞ୍ଚଳର ସବୁଠୁ ଧନୀ ବ୍ୟକ୍ତି। ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ମଧ୍ୟ କିଛି କହିପାରୁନଥିଲେ, କାରଣ ସେ ଲଟେରୀ ଜିତିଛି, ବାଜି ଜିତିଛି, ଏଥିରେ କୌଣସି ଲୁଚା ଛପା ନାହିଁ। କିନ୍ତୁ ଦେଖନ୍ତୁ ପରିଣାମ କେମିତି ଭୟଙ୍କର ହେଇଥାଏ। ସେଥିପାଇଁ ତ କୁହାଯାଏ ଅଧର୍ମ ବିତ୍ତ ଫଳେ ବହୁତ, ଗଲା ବେଳେ ଯାଏ ମୂଳ ସହିତ। କିନ୍ତୁ ଖାଲି ମୂଳ ଯାଏ ନାହିଁ, ତାର ସୁଧ ଆକାରରେ ସେ ବ୍ୟକ୍ତିଟିକୁ ମଧ୍ୟ ନେଇଯାଏ, ତାର ପ୍ରାଣଟିକୁ ମଧ୍ୟ ନଷ୍ଟ କରିଦିଏ। ଏବଂ ପରିଶେଷରେ ସେୟା ହେଲା ଯେ ସେ ଲୋକଟି ସେଇ ନିମ୍ନ ପ୍ରାଣିକ ସତ୍ତାଟି, ପୈଶାଚିକ ସତ୍ତାଟି ତାକୁ ପରାମର୍ଶ ଦେଲା
ଯେ ତାର ସବୁ ସମ୍ପତ୍ତି ସେ ବର୍ତ୍ତମାନ ଗୋଟେ ବାଜିରେ ଲଗେଇ ଦଉ, ଯେପରିକି ତାର 100 ଗୁଣ ତାର ଲାଭ ହବ ଏବଂ ସେ ବିଶ୍ୱରେ ସବୁଠୁ ବଡ ଧନୀ ବ୍ୟକ୍ତିରେ ପରିଣତ ହେଇଯିବ। ଲୋଭ ସମ୍ବରଣ କରି ନ ପାରି ସେ ଲୋକଟି ଯେତେବେଳେ ସେଠି ବାଜି ଲଗେଇ ଦେଇଛି, ଦେଖନ୍ତୁ ଏଇ ପ୍ରତିକୂଳ ସତ୍ତା ମାନେ କିଭଳି ମଣିଷକୁ ଗୋଟେ ଖାପଚରେ ପକେଇକି ହଳଘଣାରେ ପକେଇକିରି ତାର ଅସହାୟତା, ଚରମ ଅସହାୟତାର ସେ ଅବସ୍ଥା ଦେଖି ସେମାନେ କେମିତି ଖୁସି ହୁଅନ୍ତି। ସେଇ ସତ୍ତାଟି ତାକୁ ଯଦି ପରାମର୍ଶ ଦେଲା, ତାର ପରାମର୍ଶ ମାନିକରି ସେ ଲୋକଟି ଯେତେବେଳେ ତାର ସବୁ ସମ୍ପତ୍ତି ଲଗେଇ ଦେଇଛି, ସେଥିରେ ସେ ହାରିଗଲା। ମାନେ ସାଙ୍ଗେ ସାଙ୍ଗେ ସେ ବିରାଟ କୋଟିପତିରୁ ବର୍ତ୍ତମାନ ଭିକାରୀ ହେଇଗଲା। ଯେଉଁ କୁହାଯାଏ କରୋଡପତିରୁ ରୋଡପତି ହେଇଗଲା, ଭିକାରୀ ହେଇଗଲା, କପର୍ଦ୍ଦକ ଶୂନ୍ୟ। ଏମିତି ତାର ଅବସ୍ଥା ସେ କେବେ କଳ୍ପନା କରିନଥିଲା। ଏବଂ ଏଇ ହତୋତ୍ସାହିତ ଅବସ୍ଥାର ସୁଯୋଗ ନେଇକରି, କାରଣ ହଠାତ୍ ଜଣେ ଏମିତି ଗୋଟେ ଆଘାତ, ମାନସିକ ଆଘାତ ସହିପାରିବ ନାହିଁ, ପାଗଳ ପ୍ରାୟ ହେଇଗଲା ସିଏ। ତାର ଏଇଭଳି ଗୋଟେ ଅର୍ଦ୍ଧ ପାଗଳ ଅବସ୍ଥାର ସୁଯୋଗ ନେଇକରି ସେ ନିମ୍ନ ପ୍ରାଣୀ ସତ୍ତାଟି ତାକୁ ପରାମର୍ଶ ଦେଲା ଯେ ଏମିତି ଅବସ୍ଥାରେ ତୁ ତ ବଞ୍ଚି ପାରିବୁ ନାହିଁ, ଲୋକଲଜ୍ଜା ସହିପାରିବୁ ନାହିଁ, ତୋର ପ୍ରିୟ ପରିଜନ କଣ କହିବେ, ତୋର ସମଗ୍ର ପରିବାର ନାରଖାର ହେଇଗଲା ଇତ୍ୟାଦି ସବୁ ତାକୁ ନେଗେଟିଭ କଥା କହି ପରିଶେଷ ତାକୁ ପରାମର୍ଶ ଦେଲା, ତୋ ପାଖରେ ଏକମାତ୍ର ଗୋଟେ ରାସ୍ତା ଅଛି, ତୁ ଆତ୍ମହତ୍ୟା କର। ଏବଂ ଯେହେତୁ ସେ ଲୋକଟି ସେ ସତ୍ତା ଦ୍ୱାରା ପରିଚାଳିତ ହେବାରେ ଅଭ୍ୟସ୍ତ ହେଇଯାଇଥିଲା, ତାର ସବୁ କଥାକୁ ମାନୁଥିଲା, ତେଣୁ ଏଇ କଥାଟି ମଧ୍ୟ ତାକୁ ଗୋଟେ ଚରମ ସତ୍ୟ ଏବଂ ଏକମାତ୍ର ପନ୍ଥା ଭଳି ମନେ ହେଲା। ପରିଶେଷରେ ସେ ଆତ୍ମହତ୍ୟା କଲା। ତେଣୁ ଦେଖନ୍ତୁ ସେଇ ସତ୍ତାଟି ପ୍ରକୃତରେ ସେ ଲୋକର ହିତ ଚାହୁଁଥିଲା ନା ତାକୁ ନେଇକରି ଖେଳିକରି ତାକୁ ହଇରାଣ କରି ଗୋଟେ ଆନନ୍ଦ ପାଇବାକୁ ଚାହୁଁଥିଲା। ଏଇ ଯୋଉ ନିମ୍ନ ପ୍ରାଣିକ ଜଗତର ଛୋଟ ଛୋଟ ସତ୍ତା ମାନେ, ପ୍ରତିକୂଳ ସତ୍ତା କୁହନ୍ତୁ ବା ପୈଶାଚିକ ସତ୍ତା କୁହନ୍ତୁ, ଏମାନେ ଅସଙ୍ଗତି, ବିକ୍ଷୋଭ, ଆଲୋଡ଼ନ, ଅଶାନ୍ତି ଏଇ ସବୁଥିରେ ଆନନ୍ଦ ପାଆନ୍ତି। ତେଣୁ ଏମାନଙ୍କର ଦ୍ୱାରସ୍ଥ ହେବା, ଏମାନଙ୍କର ହାତରେ ଧରା ଦେବାଟା କେବେ ବି ବିଜ୍ଞତାର କାର୍ଯ୍ୟ ନୁହେଁ। ଏବଂ ଜଣେ ସେତେବେଳେ ତାଙ୍କର ଦ୍ୱାରସ୍ଥ ହୁଏ ଯେତେବେଳେ ତା ନିଜର କୌଣସି ସ୍ୱାର୍ଥ, କୌଣସି ଅହଙ୍ଗତ କାମନା ବାସନା ସେ ପରିପୂର୍ଣ୍ଣ କରିବାକୁ ଚାହୁଁଥାଏ। ଯାହାର ଏସବୁ କିଛି ନାହିଁ, ସେମାନଙ୍କର ଦ୍ୱାରସ୍ଥ ହେବ ନାହିଁ। ଥରେ ଆଶ୍ରମରେ ମା ଥିଲା ସମୟରେ ଆଶ୍ରମର ଅଗଣାରେ ଟେକା ପଥର ପଡୁଥାଏ, ଶୂନ୍ୟରୁ ଆସିକି ଟେକା ପଥର ପଡୁଥାଏ। କିଏ ଫୋପାଡୁଛି ସେଟା କେହି ଜାଣିପାରୁନଥାନ୍ତି। ସାଧକ ମାନେ ରାତି ସାରା ଅନିଦ୍ରା ହେଇକରି ପହରା ଦେଲେ, ତଥାପି ଧରା ପଡିଲା ନାହିଁ କିଏ ସେଇ ବଦମାସ। ଯେତେବେଳେ ମାଙ୍କ କାନକୁ କଥା ଗଲା, ମା ଧ୍ୟାନସ୍ଥ ହେଲେ। ଧ୍ୟାନସ୍ଥ ଦେଖିଲେ ଯେ କେତେ ଗୋଟେ ଛୋଟ ଛୋଟ ପ୍ରାଣୀ ସତ୍ତା, ସେମାନଙ୍କର ଏଇଟା ହଉଛି ବଦମାସି। ମା ସେମାନଙ୍କୁ ଡାକିଲେ ପାଖକୁ, ସୂକ୍ଷ୍ମ ସ୍ତରରେ, ଚେତନାଗତ ସ୍ତରରେ, ଏବଂ ସେମାନଙ୍କୁ ପଚାରିଲେ ଯେ ତୁମେ କାହିଁକି ଏସବୁ ଏମିତି କରୁଛ, କାହିଁକି ଟେକା ପଥର ଫୋପାଡୁଛ? ସେମାନେ କହିଲେ ସିଧା ସ୍ପଷ୍ଟ ଭାବରେ ଯେ ସେଟା ସେମାନଙ୍କୁ ଭଲ ଲାଗେ। ଦେଖନ୍ତୁ, ଯେହେତୁ ସେମାନେ ଅନ୍ଧକାର ଶକ୍ତିର ସତ୍ତା, ସେମାନେ ଚାହାନ୍ତି ଅସଙ୍ଗତିଟା ଟିକେ ବଜାୟ ରହୁ, ତେଣୁ ଅସଙ୍ଗତି ସେମାନେ ସୃଷ୍ଟି କରନ୍ତି ପରିବେଶରେ। ତାଙ୍କୁ ସେ ସାମର୍ଥ୍ୟ ଦିଆଯାଇଛି ଭଗବାନଙ୍କର ଇଚ୍ଛାରେ। ମା ସେମାନଙ୍କୁ କହିଲେ ଯେ ତୁମେ କଣ କିଛି ଫୁଲ ଫୋପାଡ଼ି ପାରିବ ନାହିଁ? ଏଇ ଟେକା ପଥର ଯାହା ଫୋପାଡୁଛ, ଫୋପାଡ଼ିବାର ଯଦି ଅଛି ତାହେଲେ ଫୁଲ ଫୋପାଡୁନ। ସେମାନେ କହିଲେ ନା ନା, ସେଟା ଆମେ କରିପାରିବୁ ନାହିଁ, ଆମେ ଫୁଲ ଇତ୍ୟାଦି ଆମେ ଫୋପାଡ଼ି ପାରିବୁ ନାହିଁ, କିଛି ଭଲ କାମ ଦ୍ୱାରା ହବ ନାହିଁ, କେବଳ ଟେକା ପଥର ଫୋପାଡ଼ିବୁ। ତାପରେ ମା ସେମାନଙ୍କୁ କଠୋର ଭାବରେ ଆଦେଶ ଦେଲେ ଯେ ତମେ ଏଇଟା ଯଦି ବନ୍ଦ ନ କରିବ ତାହେଲେ ତୁମର ସତ୍ତା ମୁଁ ଲୋପ କରିଦେବି। ନିଶ୍ଚିତ ଭାବରେ ମା ତାଙ୍କର ଦିବ୍ୟ ଶକ୍ତି କିଛି ପ୍ରୟୋଗ କରିଥିଲେ ସେଠି, ଯଦ୍ୱାରା ସେମାନେ
ସେ ସତ୍ତା ମାନେ ଆତଙ୍କିତ ହେଲେ ଏବଂ ସେଠୁ ପଳାୟନ କଲେ। ତେଣୁ କହିବା ବାହୁଲ୍ୟ ଯେ ସେ ନିମ୍ନ ପ୍ରାଣିକ ଜଗତର ଛୋଟ ଛୋଟ ସତ୍ତା ମାନେ ସେମାନେ ଅସଙ୍ଗତି ସୃଷ୍ଟି କରନ୍ତି। ଯଦିଓ ସେମାନେ ସାମୟିକ ଭାବରେ ମଣିଷର କିଛି କାମନା ବାସନା ପୂରଣ କରନ୍ତି, କିନ୍ତୁ ଭବିଷ୍ୟତରେ ତାର ପରିଣାମ ଅତ୍ୟନ୍ତ ଭୟଙ୍କର ହେଇଥାଏ ଏବଂ ପରିଣାମରେ ଆମକୁ କେବଳ ଦୁଃଖ ଯନ୍ତ୍ରଣା ପ୍ରାପ୍ତ ହେଇଥାଏ ଏବଂ ଆମର ବିବର୍ତ୍ତନଟା ଆହୁରି ପଛେଇଯାଏ। ତେଣୁ ସାଧକ କେବେ ହେଲେ ସେହି ଶକ୍ତିମାନଙ୍କର ଦ୍ୱାରସ୍ଥ ହେବା ଉଚିତ ନୁହେଁ। ତେଣୁ ସାଧକମାନେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଛନ୍ତି ମାଙ୍କୁ। ଥରେ ଜଣେ ସାଧକ କହିଲେ ଯେ ଯେଉଁ ପଶୁମାନଙ୍କୁ ବଳି ଦିଆଯାଏ ସେ ବଳିକୁ କିଏ ଗ୍ରହଣ କରନ୍ତି? କଣ ସେ ଭଗବାନ ତାହା ଗ୍ରହଣ କରନ୍ତି? ମା କହୁଛନ୍ତି ସେଟା ପରିଶେଷରେ ଭଗବାନ ହିଁ ତ ଗ୍ରହଣ କରନ୍ତି, କାରଣ ଅନ୍ତିମ ଭୋକ୍ତା ହଉଛନ୍ତି ସିଏ। କିନ୍ତୁ ସେ ଅନ୍ତିମ ଭୋକ୍ତା, ପରମ ଭୋକ୍ତା ଆଉ ଏ ମଣିଷ ଭିତରେ ଅନେକ କିଛି ମଧ୍ୟବର୍ତ୍ତୀ ସତ୍ତା ମଧ୍ୟ ଥାନ୍ତି ଏବଂ ସେମାନେ ସେଟା ମଝିରେ ଗ୍ରହଣ କରି ନିଅନ୍ତି। ଏଇ ଯେଉଁ ନିମ୍ନ ପ୍ରାଣିକ ଜଗତର ସତ୍ତା ଗୁଡିକ କଥା କୁହାଗଲା, ସେମାନେ ଯେଉଁ ବିଚରା ପଶୁଟିକୁ ବଧ କରାଗଲା ତାର ତ କଲ୍ୟାଣ ହେଇଗଲା। ମା କହୁଛନ୍ତି ତାର ଅନ୍ତରାତ୍ମାଟି, ଚତୁଃସତ୍ତାଟି ଭଗବାନଙ୍କ ପାଖକୁ ଚାଲିଯାଏ ଏବଂ ଭଗବାନ ତାକୁ ଗ୍ରହଣ କରନ୍ତି, ତାର ପୁଣି ବିବର୍ତ୍ତନ ହୁଏ। କିନ୍ତୁ ଯେଉଁ ବ୍ୟକ୍ତିଟି ଏହି କାର୍ଯ୍ୟଟି କରେ ତାର ଚେତନାର ବିବର୍ତ୍ତନ ବହୁତ ପଛେଇଯାଏ। କାରଣ ଯିଏ ବଳି ଦିଏ ବା ଯେଉଁ ଲୋକ କୌଣସି ଅନ୍ୟ କାହା ଦ୍ୱାରା ବଳିଟା ଦିଆଏ ତାର ଚେତନା ସ୍ୱାର୍ଥ କାମନା ବାସନାରେ ଭରପୁର ହେଇକି ରହିଥାଏ। ତେଣୁ ତାର ଯେଉଁ ଆବେଦନ ବା ନିବେଦନ ଅର୍ପଣଟି ସେଟା ଭଗବାନଙ୍କ ଉଦ୍ଦେଶ୍ୟରେ ହେଇନଥାଏ। ଯାହାଙ୍କ ଉଦ୍ଦେଶ୍ୟରେ ହେଇଥାଏ ସେ ନିମ୍ନ ପ୍ରାଣିକ ସତ୍ତା, କାମନା ବାସନା ପୂରଣକାରୀ ସତ୍ତା, ସେମାନେ ତାକୁ ଗ୍ରହଣ କରନ୍ତି ଏବଂ ସେମାନେ ତାକୁ ସେ ଅନୁସାରେ ଉତ୍ତର ଦିଅନ୍ତି। ତେଣୁ ସେଇ ବଳିଦାତା ବ୍ୟକ୍ତି ଭଗବାନ ଠାରୁ କିଛି ବି ଲାଭ ପାଏ ନାହିଁ, କିଛି ବି ଆଶୀର୍ବାଦ ପାଏ ନାହିଁ, ବରଂ ନିମ୍ନ ପ୍ରାଣିକ ସତ୍ତା ମାନଙ୍କର ଦାସ ହେଇକି ରହେ, ଯୋଉମାନେ କି ପ୍ରତିକୂଳ ଶକ୍ତି ଏବଂ ସେମାନେ ପ୍ରକୃତରେ ଆମର ସାଧନାରେ ଗୋଟେ ଗୋଟେ ବାଧା। କାରଣ ଆମର ଚେତନାକୁ ସେମାନେ ବିବର୍ତ୍ତିତ ହେବାକୁ ଦିଅନ୍ତି ନାହିଁ, କାମନା ବାସନାରେ ବନ୍ଦୀ କରି ରଖିବାକୁ ଚାହାନ୍ତି ଆମକୁ। ଆମର ଚେତନାର ଯଥାର୍ଥ ଅଗ୍ରଗତିରେ ସେମାନେ ବାଧା ଦିଅନ୍ତି। ସେଥିପାଇଁ ସେମାନଙ୍କୁ କୁହାଯାଏ ପ୍ରତିକୂଳ ଶକ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଯୋଉ ଲୋକମାନେ ଅଜ୍ଞାନ ନିରୀହ ଲୋକମାନେ ଏହି ବଳି ପ୍ରଥା ଉପରେ ବିଶ୍ୱାସ କରନ୍ତି, ସେମାନେ ଜାଣନ୍ତି ନାହିଁ ଯେ ଯେଉଁ ଶକ୍ତି ମାନଙ୍କ ସେମାନେ ଆରାଧନା କରୁଛନ୍ତି ସେମାନେ ହେଉଛନ୍ତି ଅପଶକ୍ତି, ନିମ୍ନ ପ୍ରାଣିକ ଶକ୍ତି ବା ପ୍ରତିକୂଳ ଶକ୍ତି ବୋଲି। ସେଥିପାଇଁ ସେମାନେ ଭାବନ୍ତି ସେମାନେ ଭଗବାନ ଏବଂ ଭାବନ୍ତି ସେଇଠି ଭଗବାନ ଅଛନ୍ତି, ସେଥିପାଇଁ ତାଙ୍କର ସବୁ ମନସ୍କାମନା ପୂରଣ ହେଇଯାଉଛି। ଏଭଳି କହିକରି କାଳକ୍ରମେ ସେ ଗୋଟେ ମନ୍ଦିର ଗଢି ଉଠେ ବା ଗୋଟେ ଶକ୍ତି ପୀଠରେ ପରିଣତ ହେଇଯାଏ, ଗୋଟେ ପ୍ରସିଦ୍ଧ ତୀର୍ଥସ୍ଥାନରେ ପରିଣତ ହେଇଯାଏ। ପ୍ରକୃତରେ ଆମେ ଯଦି ଦେଖିବା ଆଧ୍ୟାତ୍ମିକ ଦୃଷ୍ଟିରୁ ଯୋଉ ଜାଗାରେ କାମନା ବାସନାର ପୂରଣ ହେବାର ଦୃଷ୍ଟାନ୍ତ ଦେଖାଯିବ, ନିଶ୍ଚିତ ଭାବରେ ସେଟା ଗୋଟେ ଅପଶକ୍ତିର ସ୍ଥାନ, ପ୍ରତିକୂଳ ଶକ୍ତିର ସ୍ଥାନ। କେବେ ବି ସେଟା ଦିବ୍ୟ ନୁହେଁ, ଭଗବାନଙ୍କର ଆଶୀର୍ବାଦ ନୁହେଁ। କାରଣ ଭଗବାନ କେବେ ହେଲେ ବ୍ୟକ୍ତିର କାମନା ବାସନା ପୂରଣ କଲା ଭଳି କାର୍ଯ୍ୟ କରନ୍ତି ନାହିଁ। ଭଗବାନ ଯେଉଁ ସୃଷ୍ଟିର ବିଧାନ କରିଛନ୍ତି, ବ୍ୟକ୍ତି ତାର କର୍ମ ଅନୁସାରେ ଫଳ ପ୍ରାପ୍ତ କରିବ, ସେଥିରେ ଭଗବାନ ହସ୍ତକ୍ଷେପ କରନ୍ତି ନାହିଁ। ହଁ, ଏକଥା ସତ ଯେ
ଆମର ସକଳ ଆନ୍ତରିକ ପ୍ରାର୍ଥନା ପୂର୍ଣ୍ଣ ହୁଏ। ସେଥିପାଇଁ ଯେଉଁ ସାଧକ ମାନଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ ଯେ ଆମେ ମାଙ୍କୁ କିଛି ମାଗିବା ବା ନାହିଁ, ମାଗିବା। କଣ ମାଗିବା? ଯୋଉଟା ପ୍ରକୃତରେ ଆମର ଆବଶ୍ୟକତାଟା ମାଗିବା ଦରକାର ନାହିଁ, ମାଙ୍କୁ ଜଣେଇଦେଲେ ଯଥେଷ୍ଟ। ଯଦି ଆବଶ୍ୟକତା ହେଇଥିବ ସେଟା ଅବଶ୍ୟ ପୂରଣ ହେବ। କିନ୍ତୁ କାମନା ହେଲେ ପୂରଣ ହେବ ନାହିଁ। ଯଦି ପୂରଣ ହେଇଯାଏ କାହାରି ଦ୍ୱାରା ସେଟା ଆମ ପାଇଁ କ୍ଷତିକାରକ। ତେଣୁ ଯେ ପ୍ରକୃତରେ ଦେବତା ସେ କେବେ ମଣିଷର କାମନା ବାସନାକୁ ପୂରଣ କରନ୍ତି ନାହିଁ। ସେ ନିଧେ ମଣିଷର କ୍ଷତି କାହିଁକି କରିବେ? ଏବଂ ମା ଯେ କି ଦିବ୍ୟ ଜନନୀ, ଆମ ସମସ୍ତଙ୍କର ଭଲ ମନ୍ଦ ସେ ସବୁଠୁ ଭଲ ଭାବରେ ଜାଣନ୍ତି। ସିଏ ପୁଣି ଆମର କାମନା ବାସନା ପୂରଣ କରି ଆମକୁ କାହିଁକି କାଦୁଅରେ ପକେଇବାକୁ ଚାହିଁବେ? ତେଣୁ ସାଧକ ମାନଙ୍କୁ ମା ସାବଧାନ କରିଛନ୍ତି ପ୍ରତିକୂଳ ଶକ୍ତି ମାନଙ୍କର ଦାସ ନ ହେବା ପାଇଁ, ନିଃସ୍ୱାର୍ଥପର ହେବା ପାଇଁ, ଯେପରିକି ତାଙ୍କର ସମଗ୍ର ଜୀବନ ଭଗବାନଙ୍କ ଉଦ୍ଦେଶ୍ୟରେ, ଦିବ୍ୟଜନନୀଙ୍କ ଉଦ୍ଦେଶ୍ୟରେ ନିବେଦିତ ଗୋଟେ ଅର୍ଘ୍ୟ ହେଇପାରିବ। ଏଇଟା ହଉଛି ପ୍ରକୃତ ଯଜ୍ଞ, ପ୍ରକୃତ ବଳି, ପ୍ରକୃତ ତ୍ୟାଗ। ଆମର ସମଗ୍ର ଜୀବନ ଭଗବାନଙ୍କର ଉଦ୍ଦେଶ୍ୟରେ ନିବେଦିତ ଗୋଟେ ଯଜ୍ଞରେ ପରିଣତ ହେଇଯିବା ଦରକାର। ଏଇଟା ହିଁ ଅସଲ କଥା। ତେବେ ସମୟ ତ ହେଇଯାଇଛି, ଆଲୋଚନାକୁ ବିରାମ ଦେବା। ସମସ୍ତ ଅପା ଭାଇଙ୍କୁ ତାଙ୍କର ସାଗ୍ରହ ଯୋଗଦାନ ନିମନ୍ତେ ଆନ୍ତରିକ ଧନ୍ୟବାଦ ଜଣାଉଛି। ମାଙ୍କ ପାଖରେ ସମସ୍ତଙ୍କ ତରଫରୁ ବିନମ୍ର କୃତଜ୍ଞତା ନିବେଦନ କରି ରହୁଛି। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠ ଚକ୍ରକୁ ସମାପ୍ତ କରିବା। ମା 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 ମା